ବର୍ତ୍ତମାନ ମୁଁ ଅନୁରୋଧ କରିବି ସାର୍ ଆମର ପଦ୍ମନାଥ ସାର୍ଙ୍କୁ ଅନୁରୋଧ କରି ଦୀପଦ ତାଙ୍କର ବକ୍ତବ୍ୟ ରଖିବେ ଆଜିର ଏଇ ମାନେ ଦିବସର ମହତ୍ଵ। ମନ୍ମାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ଆଜିର ଆସରର ସଭାପତି ମହୋଦୟ ଏବଂ ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦ, ସମ୍ମୁଖ ଭାବରେ ଉପବେଶନ କରିଥିବା ଜ୍ଞାନୀ ଗୁଣୀ ବିଦ୍ୱାନ କବି ସାହିତ୍ୟିକ ବନ୍ଧୁଗଣ ସମସ୍ତଙ୍କୁ ସାରସ୍ୱତ ପ୍ରଣାମ। ମୋର ଶରୀର ଅସୁସ୍ଥ, ମୋତେ ଖାଲି ବାଧ୍ୟ ହେଇ କହିଲେ ଆଉ ତେଣୁ ମୁଁ ଦୁଇ ପଦ ଏ ବିଷୟରେ କିଛି କହିବି। ଆଜିର ଶୀର୍ଷକ ହେଉଛି ମାର୍ଗଶିର ମାସର ବିଶେଷତ୍ୱ। ଆମର ବରିଷ୍ଠ ତ୍ରିଲୋଚନ ମହାପାତ୍ର ମହୋଦୟ ତ ବହୁତ ସୁନ୍ଦର କଥା ଗୁଡ଼ିକ କହିଛନ୍ତି, ଆଉ ଓଡ଼ିଶାର ବରପୁତ୍ର କଥା ମଧ୍ୟ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି। ବର୍ଷାଣଂ ଭାରତ ଶ୍ରେଷ୍ଠ ଦେଶାନାଂ ଉତ୍କଳ ସ୍ମୃତ ଉତ୍କଳସ୍ୟ ସମଦେଶ ଦେଶ ନାସ୍ତି ମହିତଳେ। ତେଣୁ ଆମେମାନେ ବଡ଼ ଭାଗ୍ୟବାନ, ଭାରତବର୍ଷରେ ଜନ୍ମଗ୍ରହଣ କରିଛୁ। ଏ ପୁଣ୍ୟଭୂମି ଭାରତ, ପୁଣି ଉତ୍କଳ ଭୂମି, କଳାର ଉତ୍କର୍ଷତା ଯାହାର ରହିଛି, ଯେଉଁଠି ପ୍ରଭୁ ସ୍ୱୟଂ ଜଗନ୍ନାଥ ବିରାଜମାନ କରିଛନ୍ତି, ଯାହାକୁ ନେଇ ବିଶ୍ୱରେ ଗର୍ବ। 12 ମାସରେ 13 ପର୍ବ ଜଗନ୍ନାଥଙ୍କର ତତ୍ତ୍ୱ ସହିତ, ତାଙ୍କର ସଂସ୍କୃତି ସହିତ, ପରମ୍ପରା ସହିତ ଆମ୍ଭେମାନେ ସମ୍ପୂର୍ଣ୍ଣ ଜଡ଼ିତ। ଯେଉଁ କଥା କହୁଥିଲେ ପ୍ରଥମାଷ୍ଟମୀ ଆଉ ରଜ, ଇଏ ସବୁ ଆମର ନିଜର। ଦେଖନ୍ତୁ ଇଏ କାହିଁକି ହୋଇଥାଏ ନା ପୂର୍ବରୁ ଯେଉଁ ଦିବ୍ୟଦ୍ରଷ୍ଟା ଋଷିମାନଙ୍କର ଯେଉଁ ଭବିଷ୍ୟତର ଦୃଷ୍ଟି ଥିଲା, ଦିବ୍ୟ ଦୃଷ୍ଟି, ସେମାନେ ଋତୁ ଅନୁସାରେ ପର୍ବପର୍ବାଣୀ ସବୁ କରିଥିଲେ। ଏବଂ ଯେଉଁ ପଞ୍ଜିକା ତିଆରି ହେଇଛି, ସେ ପଞ୍ଜିକାକୁ ଆପଣମାନେ ଲକ୍ଷ୍ୟ କରନ୍ତୁ। ଯେଉଁ କୃତ୍ତିକା, ମୃଗଶିରା ଏସବୁ ନକ୍ଷତ୍ର ରହିଛି, ଆମର 27 ନକ୍ଷତ୍ର ସୂର୍ଯ୍ୟଙ୍କର ଗତି ଅନୁସାରେ ଯେଉଁ ପ୍ରବେଶ କରନ୍ତି, ସଂକ୍ରାନ୍ତି ମାସ, ଏ ସବୁ ଗୁଡ଼ାକ ସେଇ ଅନୁସାରେ ତିଆରି ହେଇଛି। କାଳ, କ୍ଷଣ, ଘଡ଼ି ଇଏ ସବୁ ଅନୁସାରେ ତିଆରି ହୋଇଛି ପଞ୍ଜିକା। ଆମେ ମଧ୍ୟ ତାକୁ ପାଳନ କରୁ। এইভাবে ভাবে এই যে মাসানাং মার্গশির শ্রেষ্ঠ যে কুহাইছি, মার্গশির মাস কাহিঁকি শ্রেষ্ঠ না আপন মানে জানিথিবে। চতুর্মাসিয়া লা, চতুর্মাসিয়া পূর্বরু হরি শয়ন একাদশী হয়েছিল। হরি শয়ন একাদশীরে প্রভু শয়ন করিগলে অনন্ত শয়ন। কার্তিক মাস শুক্লপক্ষ একাদশী দিন দেবোত্থান একাদশী হয়ে গলা। প্রভু উজ্জীবিত হলে, উঠিলে। আমার এই 4 মাস কৌশি প্রকার প্রতিষ্ঠা, গৃহ প্রতিষ্ঠা, মন্দির প্রতিষ্ঠা, বাহাঘর, ব্রতঘর আদি পুণ্যকর্ম কিছু হুয়ে না। আমার পঞ্জিকা অনুসারে এইঠার হি আমার আরম্ভ হুয়ে শুভ কার্য। তেণু মার্গশির মাস প্রথমর আরম্ভ বলে কুহযায়। তেণু এই যে শুভ কার্য হল প্রথমাষ্টমী, প্রথম অষ্টমী বন্ধু যে কথা মামু কইলে, অষ্টমী বন্ধু কুহযায় মামু। মামু ঘর প্রথমে দিয়ন্তি, নহলে অন্য কিছু ব্যবস্থা করা যায়। যে সম্পর্কটা গড়ি উঠে প্রথমাষ্টমী, বড় মানুষ জ্যেষ্ঠଙ୍କୁ যে পূজ্য পূজা, যে কথাটা কুহযায়। আমি আজ পূজ্য পূজা করু, কাইনা যে কথা কহিলে যে আম ওড়িশার যে মুখ্য দিয়ে তাকে আমি পূজা করু। পূজ্য পূজার অভাব হইগলা। এইভাবে ভাবে এই মার্গশির মাস এইঠু আরম্ভ হলা। এই মার্গশির মাস হচ্ছে পবিত্র আধ্যাত্মিকতা, পবিত্রতা, স্বচ্ছতা। যে বলরাম দাস যে লিখিদেছি তাপরে কহিলে আপন মানে জানিଛନ୍ତି পবিত্রতা, স্বচ্ছতা এবং আধ্যাত্মিক। প্রত্যেক ঘরে ঘরে দুয়ারে ঝুটি হয়েছে। গোবর পানি লিভা, গোবরের লিভা তো আউ না মাটি, আর গোবর লিভা পানি পকা হয়ে যাচ্ছে। খালি গোবর পানি যদি পকা হচ্ছে, তারপরে ঝুটি দিয়া হচ্ছে। এটা হল স্বচ্ছতা, পরিষ্কার পরিচ্ছন্ন।
ପବିତ୍ରତା, ନୂତନ ଧଳା ବସ୍ତ୍ର ପିନ୍ଧୁଛନ୍ତି, ପବିତ୍ରତା, ଆଧ୍ୟାତ୍ମିକତା, ଯେଉଁଟା ସମର୍ପିତ ଭାବ ମହାଲକ୍ଷ୍ମୀଙ୍କ ପ୍ରତି। ଇଏ ସବୁ ହେଉଛି ମାର୍ଗଶିର ମାସ। ଆଉ ମାର୍ଗଶିର ମାସରେ କ'ଣ କି ମୁଁ ତ ବେଶୀ ଟିକେ ଟିକେ ସେ କ'ଣ ପର୍ବପର୍ବାଣି ଏଥିରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ସୀତା ବିବାହ ହୁଏ ଏଇ ମାର୍ଗଶିର ମାସ। ମାର୍ଗଶିର କୃଷ୍ଣପକ୍ଷ ପଞ୍ଚମୀ ହେଉଛି ଶ୍ରୀକ୍ଷେତ୍ର ପରିକ୍ରମା। ବର୍ତ୍ତମାନ ସରିଛି ଶ୍ରୀକ୍ଷେତ୍ର ପରିକ୍ରମା କଲେ କେଉଁଠାରୁ ମାର୍କଣ୍ଡେୟ ପୋଖରୀ ଠାରୁ ଆରମ୍ଭ କରି ସମଗ୍ର ପଞ୍ଚତୀର୍ଥ ପରିକ୍ରମା ହୁଏ ଏଇ କେଉଁଦିନ ନା ମାର୍ଗଶିର କୃଷ୍ଣପକ୍ଷ ପଞ୍ଚମୀ ତିଥି। ଆଉ ପ୍ରଥମାଷ୍ଟମୀ ତ ହେଲା ଜ୍ୟେଷ୍ଠ ପୁତ୍ର ଆୟୁର୍ବର୍ଦ୍ଧନାୟ କୁହାଯାଏ, ପୁତ୍ର ପୁତ୍ରୀ ସମସ୍ତଙ୍କର। ଏଇଟା କେବଳ ପୁତ୍ର ନୁହେଁ, ଅଗ୍ରାଧିକାର ଦିଆଯାଏ, ଯାହାକି ପୂଜ୍ୟ ପୂଜା। ତୃତୀୟରେ ହେଲା ଦେବ ଦୀପାବଳି ଉତ୍ସବ ବୋଲି ଆମର ହରିମଲ୍ଲ ବାବୁ ଯେଉଁ କବିତାରେ ବର୍ଣ୍ଣନା କରିଛନ୍ତି। ଦେବ ଦୀପାବଳି ଉତ୍ସବ ଆରମ୍ଭ ହୁଏ କୃଷ୍ଣପକ୍ଷ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା, ଶୁକ୍ଳପକ୍ଷ ପ୍ରତିପଦ, এই 3 ଦିନ ଦେବ ଦୀପାବଳି ଉତ୍ସବ ଜଗନ୍ନାଥଙ୍କର ପାଳନ କରାଯାଏ। ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ପ୍ରଥମ ରାତ୍ର ସତ୍ୟଯୁଗୀୟ ଅଦିତି କଶ୍ୟପାୟ ବାମନ ରୂପ ପ୍ରଭବାୟ ନମଃ, ଏହା କହି ଦୀପାବଳି ଉତ୍ସବ ଦୀପଦାନ କରାଯାଏ ଏବଂ ତାକୁ ଶ୍ରାଦ୍ଧ ବେଶ କରାଯାଏ। ଏଇଟା ପ୍ରଥମ ରାତ୍ର। ଦ୍ୱିତୀୟ ରାତ୍ର ଅମାବାସ୍ୟା ତ୍ରେତୟାୟଂ କୌଶଲ୍ୟା ଦଶରଥାୟ ରାମ ରୂପ ପ୍ରଭବାୟ ନମଃ, ଏଇଟା ଦ୍ୱିତୀୟ ରାତିରେ ଦେବ ତାଙ୍କ ଦୀପାବଳି ଉତ୍ସବ ପାଳନ କରାଯାଏ। ଶୁକ୍ଳ ପ୍ରତିପଦା ଦ୍ୱାପର ଯୁଗୀୟ ଦେବକୀ ବସୁଦେବାୟ କୃଷ୍ଣ ରୂପ ପ୍ରଭବାୟ ନମଃ, এইଭଳି ଭାବରେ ଦୀପଦାନ କରାଯାଏ। ଆଉ ବାସୁଦେବ କର୍ମଣେ ଅଶ୍ୱମେଧ ଇନ୍ଦ୍ର ଦୁମ୍ନାୟ ଦୀପଦାନ ସମ୍ପାଦୟାନି, ଏହି ନୀତିରେ ଇନ୍ଦ୍ରଦ୍ୟୁମ୍ନ ଏବଂ ଯେଉଁ ଗୁଣ୍ଡିଚା ତାଙ୍କୁ ମଧ୍ୟ ଶ୍ରାଦ୍ଧ ଦିଆଯାଏ, ଦୀପଦାନ ଦିଆଯାଏ। କାରଣ ଇନ୍ଦ୍ରଦ୍ୟୁମ୍ନଙ୍କର ଯେଉଁ ସତ୍ୟଯୁଗୀୟ ଯେଉଁ ଇନ୍ଦ୍ରଦ୍ୟୁମ୍ନ ଥିଲେ, ସେଇ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିବାରେ ତାଙ୍କର ପ୍ରଚ୍ଛନ୍ନ ହସ୍ତ ରହିଛି, ତେଣୁ ତାଙ୍କୁ ମଧ୍ୟ ଦିଆଯାଏ। ତେଣୁ ଶ୍ରାଦ୍ଧ ବେଶ ହୁଅନ୍ତି। ତେଣୁ ଏଇଭଳି ଯେଉଁ ହୁଏ, ଆଉ ଗୋଟେ ହୁଏ ଗୋଟେ ଏଇ ଦିନ କୁରାଳ ପଞ୍ଚମୀ ଗୋଟେ ମାର୍ଗଶିର ଶୁକ୍ଳ ପଞ୍ଚମୀ କୁମ୍ଭକାର ମାନେ ତାଙ୍କୁ ଚକ୍ର ପୂଜା କରନ୍ତି। କାହିଁକି ନା ପୂର୍ବରୁ ଭଗବାନ ବିଷ୍ଣୁଙ୍କର 4ଗୋଟି ଚକ୍ର ଥିଲା। ଗୋଟେ ତାଙ୍କର ସୁଦର୍ଶନ ଚକ୍ର, ଗୋଟେ ସୂର୍ଯ୍ୟ, ଗୋଟିଏ ଚନ୍ଦ୍ର, ଆଉ ଗୋଟେ ଥିଲା ସୁରସେନ ଚକ୍ର। এই 4ଟା ଚକ୍ର ମଧ୍ୟରୁ କୁରାଳ ଚକ୍ର ନାମକ ସେ କୁମ୍ଭକାର ମାନଙ୍କର ହେଉଛି, ସେଇଟା ହେଉଛି ସୁରସେନ ଚକ୍ର। ତାକୁ ପାଇଥିଲେ କିଏ? ସେ ନା ରୁଦ୍ରପାଳ ମର୍ତ୍ତ୍ୟକୁ ଆସିଥିଲେ, ସେ ସୁରସେନ ଚକ୍ର ପାଇଥିଲେ ବିଷ୍ଣୁଙ୍କ ଠାରୁ। ତେଣୁ ସେ ତାକୁ ଆଣି କ'ଣ କରେ, ସେ କୁରାଳ ଚକ୍ର କରିଦିଏ। ଆମର ଗୋଟେ ଶ୍ଲୋକ ଅଛି, ମୋର ମନେ ପଡ଼ୁନି, ପାଷାଣରେ ରଥଯାତ୍ରା ଭୂମୌ ତିଷ୍ଠତି ସାରଥି ଭ୍ରମତି ବାୟୁ ବେଗେନ ଜହ ଜାନାତି ସହପନ୍ନ। ପାଷାଣ ଉପରେ ରହୁ, ପାଷାଣ ଉପରେ ଚକ୍ର ରଥ ଚାଲେ, ଗୋଟେ ପଥର ଉପରେ ଗୋଟେ ଚକ୍ର ଘିରି 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 ରଥ ଚାଲେ। ଆଉ ସାରଥି କୋଉଠି ରହୁଛି ନା ଭୂମୌ ତିଷ୍ଠତି ସାରଥି, ଭୂମି ଉପରେ ରହିକି ଘିରି ଘିରି ବୁଲୁ, ବାୟୁ ବେଗନେ ସେ ଚାଲେ। ସିଏ ହେଲା କୁମ୍ଭାର ଚକ୍ର, କୁରାଳ ଚକ୍ର। ହେଲେ ବରାହ ଅବତାରରେ ଭଗବାନ ବିଷ୍ଣୁ ଯେତେବେଳେ ପୃଥିବୀକୁ ଟେକିଦେଲେ, ସେଇଥିରୁ ଯେଉଁ ମାଟି ବାହାରିଲା, ସେଇ ମାଟିକୁ ସଂଗ୍ରହ କରି ଏଇ ଯେଉଁ କୁରାଳ ବା କୁମ୍ଭାରମାନେ କ'ଣ କଲେ ନା ହାଣ୍ଡି ମାଠିଆ ସବୁ ତିଆରି। ଇଏ ପୁରାଣ ବାର୍ତ୍ତା, ମୁଁ କହୁନି। ସେ ସୁରସେନ ଚକ୍ର ସାହାଯ୍ୟରେ ମାଟି ପାତ୍ର ନିର୍ମାଣ କଲେ ବୋଲି ପୁରାଣରେ ରହିଛି। ତେଣୁ ବରାହ ଦାନ୍ତରୁ ଯେଉଁ ମାଟି ବାହାରିଥାଏ, ଏବେ ମଧ୍ୟ କେତେ, ଏବେ ଆଉ ବାରହା ତ ନାହାନ୍ତି, ବରାହ ମାନେ ଯେଉଁ ମାଟି ତାଡ଼ିଥାନ୍ତି, ସେଇ ମାଟିକୁ ଆଣି ଆଜି ଏଇ ଯେଉଁ କୁରାଳ ପଞ୍ଚମୀ ଦିନ, ମାର୍ଗଶିର ଶୁକ୍ଳ ପଞ୍ଚମୀ ଦିନ, ସେ କୁମ୍ଭାରମାନେ କ'ଣ କରନ୍ତି ନା ଅନୁକୂଳ କରନ୍ତି ତାଙ୍କର ମାଟି।
ତେଣୁ ଆଜି ଉରାଳ ପଞ୍ଚମୀ ସେଦିନ ପାଳନ। ଆଉ ଗୋଟେ ଓଢ଼ଣ ଷଷ୍ଠୀ ପାଳନ ହୁଏ। ଓଢ଼ଣ ଷଷ୍ଠୀ ପ୍ରାବରଣ ଷଷ୍ଠୀ ବୋଲି ତାକୁ କୁହାଯାଏ। ସେଇଦିନ କେଉଁ ଦିନ ନା ଅଦ୍ୟାରଭ୍ୟ ବସନ୍ତ ପଞ୍ଚମୀ ଯାବତ୍, ସେଇଦିନ ଠାରୁ ଓଢ଼ଣ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଦେବଦେବୀମାନଙ୍କୁ ଓଢ଼ଣ ଲାଗି ହୁଏ। ନୂତନ ଯେଉଁ ଘୋଡ଼େଇ ଦିଆଯାଏ, ଆମେ ଯେମିତି ଶୀତ ବସ୍ତ୍ର ପରିଧାନ କରୁ। ଏଇଭଳି ଭାବରେ ଆଉ ଗୋଟିଏ ହେଉଛି ବ୍ୟଞ୍ଜନ ଦ୍ୱାଦଶୀ। ମାତା ମଠ ଆପଣମାନେ ଜାଣିଛନ୍ତି ପୁରୀରେ 120 ପ୍ରକାର ବ୍ୟଞ୍ଜନ ତିଆରି ହୁଏ। ଆଉ ମନ୍ଦିରରେ ବିଭିନ୍ନ ମଠ ମାନଙ୍କରେ ମଧ୍ୟ ଏଇଭଳି ଏହାର ବ୍ୟଞ୍ଜନ ଦ୍ୱାଦଶୀ। କାହିଁକି ନା ଏଇ ମାର୍ଗଶିର ମାସ ବେଳକୁ ଲୋକ ଯାହା କହିଲେ ଶସ୍ୟ ଉତ୍ପନ୍ନ ହୋଇଥାଏ, ମେଘ ଧାଡ଼ି ଯାଇଥାଏ, ବିଭିନ୍ନ ପ୍ରକାର ପନିପରିବା ହୁଏ, ଫଳ ହୁଏ। ତେଣୁ ସ୍ୱାଦିଷ୍ଟ ଖାଦ୍ୟ ମିଳେ ଏଇଠାରୁ ଆରମ୍ଭ। ଶୀତ ଦିନ ସାରା ବର୍ଷ ସାରା ଅପେକ୍ଷା ଏଇ ତେଣୁ ବ୍ୟଞ୍ଜନ ତରକାରୀ, ଭଲ ତରକାରୀ ଖାଇବାକୁ ମିଳେ। ତେଣୁ ବ୍ୟଞ୍ଜନ ଦ୍ୱାଦଶୀ ହୁଏ। এইভাবে বিভিন্ন পর্বপর্বাণী আমি পালন করু। বেশি সময় মু নেবিনি, আমার অনেক রমাকান্ত সারে সে মধ্যে বহুত কথা কহবে। জয় জগন্নাথ। মু এত কহি মোর বক্তব্য সমাপ্ত। ସାର୍ ଧନ୍ୟବାଦ। ଅଳ୍ପ କହିବି ବହୁତ ସୁନ୍ଦର କଥା କହିଲେ ଆମକୁ, ଯାହା ଆମେ ଆମର ଗୋଚର ଅଜ୍ଞ ଥିଲା।